ତା ନାମ ହେଲା ସନ୍ତୋଷୀ ରାମଚରଣ ଦାସ ମହାରାଜ। ଏ ସେବା ଦ୍ୱାରା ଦୀର୍ଘ ଦିନ ସେବା ଦ୍ୱାରା ସମସ୍ତେ ତୁଳସୀ ବାବା ବୋଲି ଜାଣନ୍ତି, ରାମଚରଣ ଦାସ କିଏ ଜାଣନ୍ତିନି। କ'ଣ କହିବି ବାପା, ମୁଁ ଦୀର୍ଘ ଦିନ ସେବା କରିବା ଭିତରେ ଅନୁଭୂତି ଯାହା, ମୁଁ ଆଗରୁ ଖାଇବାକୁ ପାଉନଥିଲି। ଜଗନ୍ନାଥଙ୍କ ବିନା ଇଚ୍ଛାରେ ଘାସ ପତ୍ର ବି ହଲେ ନା। ଆମେ କାହାକୁ ଦୋଷାରୋପ କରିବା ଏଥିରେ, ସେମାନେ ବି ଯେଉଁମାନେ ମରିଗଲେ ଦଳାଚକଟା ହେଇକିରି, ଏହା ସବୁ ସାଆନ୍ତ ମାନେ, ସେମାନେ କେତେ ଜନ୍ମର ତପସ୍ୟା କରିଥିଲେ, ସାଆନ୍ତଙ୍କ ପାଖେ ଦେହ ଚାଲିଲେ, ସାଜୁଜ୍ୟ ମୁକ୍ତି ପାଇଗଲେ। ସେ କ୍ଷେତ୍ରରେ ଯିଏ ଜନ୍ମ ପାଏ, ଯମଦଣ୍ଡ ବି ତାକୁ ପୁଣି ଶରଦା ବାଲିରେ। ତେଣୁ ଯାହା ହେଉଛି ସବୁ ସାଆନ୍ତଙ୍କ ଇଚ୍ଛାରେ, ପୁଅ ହେଉଛି ଜଗନ୍ନାଥଙ୍କ ଇଚ୍ଛାରେ, ଯାହା ହେବ ବି ଜଗନ୍ନାଥଙ୍କ ଇଚ୍ଛାରେ, ଯାହା ହେଉଥିଲା ଜଗନ୍ନାଥଙ୍କ ଇଚ୍ଛାରେ। ଜଗନ୍ନାଥଙ୍କ ବିନା ଇଚ୍ଛା କିଛି ହୁଏ ନା। ଆମେ ସବୁ ଭାବିବା ଯେ ବାଜି କରିଦେଉଛି କି ସେ ମନ୍ତ୍ରୀ କରିଦେଉଛି କି ସେ ଯନ୍ତ୍ରୀ କରିଦେଉଛି, ନା, ଏ ଯାହା ହେଉଛି ସବୁ ଜଗନ୍ନାଥଙ୍କ ଇଚ୍ଛାରେ ବାପା ହେଉଛି। ଦଇତା ସେବକ ସେବାୟତ ମାନେ ତାଙ୍କ ସେବା ପୂଜାରେ ସିଏ ବ୍ୟସ୍ତ ଅଛନ୍ତି, ପ୍ରଶାସକ କାମରେ ଅଛନ୍ତି। ମୋର ତ ଏ ବର୍ଷ ମନ ବହୁତ ଦୁଃଖ। ସାଆନ୍ତେ ଚାହିଁଲେ ବୋଲି ମୋ ବୋଝ ଗଲା। ମୁଁ ଦୀର୍ଘ ଦିନ ହେଲାଣି ବୋହିଲାଣି ସାଆନ୍ତଙ୍କର ଚୂଳ ମାଳ ଦାସିଆ ପିଠର, ସମସ୍ତେ ଜାଣୁଛନ୍ତି। ମୋ ଗାଡ଼ିକି ବର୍ତ୍ତମାନ ଛାଡ଼ିଲେନି। ଯଦି ଛାଡ଼ିଲେନି, ଏତେ ଜାମ୍କୁ ମୋତେ ଡର ଲାଗିଲା। ମୁଁ ପୁଣି ପ୍ରଶାସକ ଗାଡ଼ି ମଗେଇ ନେଇ ଯାଇ ରଥରେ ତିନି ଯୋଡ଼ି, କାହିଁକିନା ମୋର ଆଗରୁ ଗୋଟିଏ ଚୂଳ ଯାଉଥିଲା, ମୁଁ ନାମ ସଂକୀର୍ତ୍ତନ ସହ ଚାଲି ଚାଲି ଯାଉଥିଲି, ମୋତେ କିଛି ଜଣାପଡ଼ୁନଥିଲା। ଏ ଯେଉଁ ଚାରିଟା ଝୁଡ଼ି ହେଇଯାଉଛି, ତିନି ରଥକୁ 18, 20, 22 ହାତର ଯେଉଁ ମାଳ, ସୁଭଦ୍ରା ରଥକୁ, ବଳଭଦ୍ରଙ୍କ ପାଇଁ, ସୁଦର୍ଶନଙ୍କ ପାଇଁ, ଜଗନ୍ନାଥଙ୍କ ପାଇଁ ଗୋଟେ ତୁଳସୀ ଚୂଳ ଯାଉଛି ଦାସିଆ ପିଠରୁ। ଏମିତି ହେଲା 4 ଝୁଡ଼ି ପ୍ଲସ୍ ତାଟେରେ ଯାଉଛି ଉପଚାର ପୂଜ ଫୁଲ ସବୁ, କ'ଣ ନା ମଲ୍ଲି, ସୁଗନ୍ଧରାଜ, ଗୋଦଲାଙ୍ଗ, ଏସବୁ ଯାବତୀୟ ସୁଗନ୍ଧ ପୁଷ୍ପ ଯାଉଛି ଉପଚାର ପାଇଁ। ବାବା ମୋର ଅନୁଭୂତି ଏତିକି ପୁଅ, ମୁଁ କହୁଛି ଏ ସମସ୍ତ କଥା ସାଆନ୍ତଙ୍କ ଇଚ୍ଛାରେ ହେଉଛି। ସାଆନ୍ତଙ୍କ ବିନା ଇଚ୍ଛାରେ କିଛି କେବେ ହେଇନି କି ହେବନି। ଲୋକ ପୁରା ସେ ତପସ୍ୟା କରିଛି, ତା ପରମାୟ ସେତିକି। ଏବେ ମୁଁ ଗାଡ଼ିରେ ଯାଉଛି, କୋଉଠି ଗୋଟେ ତମେ ମୋତେ ବାଡ଼େଇ ଦେଲ, ମୁଁ ତମକୁ ଦୋଷାରୋପ କରିବି, କ'ଣ କରିବି? ମୋର ତ ଲେଖା ଅଛି ସେୟା ହେବ। ସାଆନ୍ତେ କେବେ ରାଗିଲେ କ'ଣ ଏ ବିଶ୍ୱ ରହିବ? ସାଆନ୍ତେ ରାଗନ୍ତିନି। ସାଆନ୍ତେ କିନ୍ତୁ ଗୋଟେ ସମ୍ୟକ ଦଣ୍ଡ ଦିଅନ୍ତି। କ'ଣ ନା ଗୋଟେ ପବନ ପଠାଇଦେବେ, କାହାକୁ ଗୋଟେ ଦଳା ଚକଟା କରି ମାରିଦେବେ। ବହୁତ ଲୋକ ହୋଇଗଲେ ତ, ଯେହେତୁ ଅବବ୍ୟବସ୍ଥା ହୋଇଗଲା, ସରକାର ସେଇଟା ଆଉ ବୁଝିଲେ ମଧ୍ୟ ତାକୁ ସୁଚାରୁ ରୂପେ ପରିଚାଳନା କରିପାରିଲେନି କି କ'ଣ ହେଲା ତା ଭିତର କଥା ମୁଁ କହିପାରିବିନି। ମୁଁ ଯାହା ଦେଖିଛି ଏତେ ଲୋକ, ମୁଁ ନିଜେ ଡରିଲି। ସେ ଗାଡ଼ିଟା ନେଇକି ଯାଏ ରଥ ପାଖକୁ, ଆଉ ଗଲିନି, ଭୟ କରିଗଲି। ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟା ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କସ୍ୟ ଦୁଃଖ ଭାଗତୁମ ଶାନ୍ତି ଶାନ୍ତି ଶାନ୍ତି। ହରି ଓମ୍ ତତ୍ସତ୍। କ'ଣ କହିବା? ଜଗାକୁ ଶାନ୍ତ କରିବାର ଉପାୟ ହେଲା କେବଳ ଆମେ ସମସ୍ତେ ଯଦି ନମ୍ର ହେଇଯିବା, ନଇଁ ପଡ଼ିଆ। ଗୋଟେ ବର୍ଷ ରଥ ଗଲାନି, ଗଡ଼ିଲାନି। ଜଣେ ଅଫିସର ଥାଆନ୍ତି, ସେ କହିଲେ ମୁଁ ରଥ ଭିଡ଼ିଦେବି। କିନ୍ତୁ ଯେମିତି ଗଜପତି ମହାରାଜ ଯାଇକିରି ମାନେ ପ୍ରଣାମ କଲେ, ସାଙ୍ଗେ ସାଙ୍ଗେ ରଥ ଗଡ଼ିଲା। ଆମେ କହିବା ରଥ ରହିଗଲା, କିଏ ରଖିଦେଲା? ରଥ କାହିଁ ଗଡ଼ୁନି? ନାହିଁ, ସାଆନ୍ତେ ଚାହିଁଲେ ରହିଯିବେ, ସାଆନ୍ତେ ଚାହିଁଲେ ଯିବେ। ନାଇଁ ବାପା, ଏଗୁଡ଼ାକ ସବୁ ମିଛ କଥା। କାହିଁକି? ପୁଣି ଆହୁରି ମଧ୍ୟ ସତ ବି ଭାବିବା, ଭକ୍ତ ଯଦି ସେ ହେଇଥିବ। କାହିଁକି ନା ଭକ୍ତି ଭକ୍ତ ଭଗବନ୍ତ ଗୁରୁ ଚତୁର ନାମ ବାପୁ ଏକ, ଜିନିକେ ପଦବନ୍ଦନ କେ ନାଶତ ବିଘ୍ନ ଅନେକ। ଶାଲବେଗ ଆସିଲା, ଏତେ ବଡ଼ ଭକ୍ତ ଯେ ଜଗନ୍ନାଥ ରହିଗଲେ, ମୁଁ ଶାଲବେଗକୁ ଦେଖି ସାରିଲେ ମୁଁ ଯିବି। ସେମିତି ଆଦାନୀ ଯଦି ଶାଲବେଗ ଭଳିଆ ଭକ୍ତ ହେଇଥିବ, ମହାପ୍ରଭୁ ରହିଥିବେ। ନାଇଁ, ଠାକୁରଙ୍କଠୁ ସାନ ନା। ଭକ୍ତ ସବୁବେଳେ ଠାକୁର ଭକ୍ତକୁ ବହୁତ ପ୍ରାଧାନ୍ୟ ଦିଅନ୍ତି, କିନ୍ତୁ ଆମେ କହିପାରିବାନି ସେ କିଏ କ'ଣ। ମୋର ଅନୁଭୂତି ମୁଁ କହୁଛି, ମୁଁ ଯେତେବେଳେ ତୁଳସୀ ଚୂଳ କେମିତି ଯିବ କାନ୍ଦିଛି, 2 ଠୋପା ଲୁହ ଗଡ଼ିଛି। ଛାଣି ଯାଇକି ଜଣେ ଅଫିସର ଆସିଲେ, ମୋତେ ପାଛୋଟି ନେଲେ, ସୁବିଧା କରି ଗଡ଼ନ ଭିତରେ କହିଲେ ଏବେ ଯିବେ? ମୁଁ କହିଲି ନାଇଁ ଆଜ୍ଞା, ମଠଟେ ଥୁଆ ହେବ, 3 ରଥରେ 3 ଠାକୁର ବସି ସାରିବା ପରେ ମୁଁ ଯିବି। ନା ହଉ, ମୁଁ ବ୍ୟବସ୍ଥା କରିଦେବି। ବାପା ବହୁତ କଥା ବାପା, ମୋ ଗୋଡ଼ ହାତ ଚଳେନି ବାପା। ମୁଁ ଯେତେବେଳେ ମୁଣ୍ଡରେ ଟିକେ ଭାବିଦେବି ଏତିକି ଏଡ଼ିଟେ ଚୂଳ ତ, ମୁଁ ଏଡ଼େ ବଡ଼ ଲୋକ, ବୟସ ଅଛି, ନେଇଯିବି। ଆରେ ବାପା, ଆଉ ଗୋଟେ ଆଙ୍ଗୁଳି ବି ଚାଲିପାରେନି। ପୁଣି ଯେମିତି 2 ଠୋପା ଲୁହ ଗଡ଼େଇଦେବି, ମହାପ୍ରଭୁ ମୋ ଭୁଲ ହେଇଗଲା, ଆଉ ତମ ଚୂଳ ତମେ ଦାସିଆଙ୍କର ନେଇଯାଅ। ଦାସିଆଙ୍କ ଆମ୍ବ, ଦାସିଆଙ୍କର ପଣସ, ଦାସିଆଙ୍କର ନଡ଼ିଆ ସବୁ ନେଇଥିଲ। ଏ ଦାସିଆ ବାବା ସେବା। ମୁଁ ପ୍ରତିବର୍ଷ ବାପା ରଥରେ ଚଢ଼େ। ଆଗ ରଥରେ ଯାଇ ଚୂଳ ଥୋଇଲା ପରେ ଆସେ ଚଢ଼ିକିରି। ଏ ବର୍ଷ ଯେତେବେଳେ ପ୍ରଶାସକ କହିଲେ ଯେ ଅଣସେବକ, ପ୍ରକୃତରେ ମୁଁ ସେବାୟତ ନୁହଁ, ଦାସିଆଙ୍କ ସେବା ମୋତେ ପ୍ରାପ୍ତ ହୋଇଛି। ତାପରେ ମୋର ଜ୍ଞାନ, ଆଗରୁ ଅହଙ୍କାର ଥିଲା, ବ୍ରାହ୍ମଣ ପିଲା ମୁଁ, ପୁରୀରେ ଜନ୍ମସ୍ଥାନ, ମୁଁ ଚଢ଼ିଯାଏ। ଏବେ ମୋର ଜ୍ଞାନ ବୋଧ ହେଲା କ'ଣ, ଦାସିଆ ବାବା ହେଉଛି ଦାସୀ ବାଉରୀ, ସିଏ ଦିନେ ଭିତରେ ପଶିନି କି ଚଢ଼ିନି। ତେଣୁ ମୁଁ ତଳେ ରହିକିରି ସେବକମାନଙ୍କୁ ବାବା, ନାଇଁ, ମୁଁ ଏ ବର୍ଷ ସାହସ କଲିନି କି ଚଳିଲିନି। ମୁଁ ତଳେ ରହି ବାପା ଦେଲି ବିଶ୍ୱ କଲ୍ୟାଣ ପାଇଁ। ଜୟ ଜଗନ୍ନାଥ।